ବିଲୁଆଟିଏ ଭାରି ବୁଦ୍ଧିଆ। ଦିନେ ସେ ବଣରେ ବୁଲୁଥିଲା ବେଳେ ଗୋଟାଏ ହାତୀ ମରି ପଡ଼ିଥିବାର ଦେଖିଲା। ତାର ମାଉଁସ ଖାଇବା ପାଇଁ ବିଲୁଆର ଭାରି ଲୋଭ ହେଲା। ହାତୀର ଚମଡ଼ା ଚିରିବାର ଶକ୍ତି ତା ପାଖରେ ନଥିଲା। ଏତିକିବେଳେ ସିଂହଟିଏ ସେ ଆଡ଼କୁ ଆସୁଥିବାରୁ ସେ ଦେଖିବାକୁ ପାଇଲା। ସିଂହକୁ ଦେଖି ବିଲୁଆଟି ମୁଣ୍ଡ ନୁଆଇଁ ନମସ୍କାର କରି କହିଲା, ହଜୁର, ଏଇଟା ତ ଆପଣଙ୍କ ଶିକାର। ମୁଁ ବହୁତ ବେଳରୁ ଏଠାରେ ଏହାକୁ ଜଗି କରି ରହିଥିଲି। ସିଂହ କହିଲା, ତୁ କ'ଣ ଜାଣିନାହୁଁ ଯେ ମୁଁ ଅନ୍ୟର ଶିକାରକୁ ଖାଏ ନାହିଁ? ଭୋକରେ ସିନା ମରିବି, ହେଲେ ମୁଁ କ'ଣ ଘାସ ଖାଇବି? ଏଇ ହାତୀଟାକୁ ତତେ ମୁଁ ଉପହାର ଭାବରେ ଦେଲି, ତୁ ମନ ବୋଧ କରି ଖା। ସିଂହ କଥା ଶୁଣି ବିଲୁଆ ଭାରି ଖୁସି ହୋଇଗଲା। ସିଂହ ସେଠାରୁ ଚାଲିଗଲା ପରେ ଗୋଟାଏ ବାଘ ସେଠାକୁ ଆସିଲା। ତାକୁ ଦେଖି ବିଲୁଆ ମନେ ମନେ ଡରିଯାଇ ଭାବିଲା, ଗୋଟାଏ ସିନା ଦୁଷ୍ଟ ଗଲା, ହେଲେ ପୁଣି ଗୋଟାଏ ଆସି ପହଞ୍ଚିଲାଣି। ସେ ବାଘ ପାଖକୁ ଯାଇ ନମସ୍କାର କରି କହିଲା, ମାମୁଁ, ସିଂହ ରାଜା ହାତୀଟାକୁ ମାରି ଏଇଠି ଏମିତି ପକାଇ ଦେଲେ। ଗଲାବେଳେ ମୋତେ କହିଲେ, ତୁ ଜଗିଥିବୁ। ଯଦି କୌଣସି ବାଘ ଆସେ ତାକୁ ସତର୍କ କରାଇ କହିଦେବୁ ଯେ ଗତକାଲି ମୋ ଶିକାରଟାକୁ ବାଘ ଉଠାଇ ନେଲା। ଏବେ ମୁଁ ତାକୁ ଖୋଜିବାକୁ ଯାଉଛି। ଯେଉଁଠି ପାଇବି ସେଇଠି ଶେଷ କରିଦେବି। ବିଲୁଆଠାରୁ ଏପରି କଥା ଶୁଣି ବାଘ କି ଆଉ ସେଠି ଥୟ ହୋଇ ରହୁଛି? ସେ ଥରି ଥରି କହିଲା, ଭଣଜା, ତୁ ଜମା ସିଂହକୁ ମୋ ଖବର ଦେବୁ ନାହିଁ। ମୁଁ ତୋତେ ନିଶ୍ଚୟ ସାହାଯ୍ୟ କରିବି। ବାଘ ଯିବା ପରେ ଗୋଟିଏ ଗଧିଆ ଆସି ସେଠାରେ ପହଞ୍ଚିଲା। ତାର ଦାନ୍ତ ବହୁତ ମୁନିଆ ଥିଲା। ତେଣୁ ବିଲୁଆ ଗଧିଆକୁ କହିଲା, ଭାଇ, ସିଂହ ଏଇ ହାତୀଟିକୁ ମାରିଦେଲା। ଯଦି ତୁମେ ଖାଇବାକୁ ଚାହୁଁଛ, ତେବେ ଏଇଟାକୁ ଶୀଘ୍ର ଖାଇନିଅ। ମୁଁ ସିଂହକୁ ଚାହୁଁଛି। ଯେତେବେଳେ ସିଂହ ଆସିବାର ଦେଖିବି, ସେତେବେଳେ ତୁମକୁ ଡାକି କହିଦେବି, ତୁମେ ଖସି ପଳାଇବ। ଗଧିଆ ବିଲୁଆର ଚାଲାକ ବୁଝି ନ ପାରି ତା କଥାରେ ରାଜି ହୋଇଗଲା। ଅଳ୍ପ ସମୟ ଭିତରେ ନିଜର ମୁନିଆ ଆଉ ଧାରୁଆ ଦାନ୍ତରେ ହାତୀଟାର ଛାଲ ଉତାରି ଦେଲା। ବାସ୍, ଏଇଟା ହିଁ ସୁବର୍ଣ୍ଣ ସୁଯୋଗ। ବିଲୁଆ ଜୋରରେ ଡାକ ପକାଇଲା, ଗଧିଆ ଭାଇ, ସିଂହ ଆସୁଛି। ଯେତେ ଶୀଘ୍ର ପାରୁଛ ଜୀବନ ଧରି ପଳାଇ ଯାଅ। ବିଲୁଆ କଥା ଶୁଣି ଗଧିଆ ଆଉ କି ସେଠାରେ ରହେ। ଜୀବନ ବିକଳରେ ସେ ବଣକୁ ଧାଇଁ ପଳାଇଲା। ଗଧିଆ ଚାଲିଯିବା ପରେ ବିଲୁଆ ହସଟାଏ ହସି ଦେଇ ଆନନ୍ଦ ମନରେ ହାତୀ ମାଂସ ଖାଇବାକୁ ଲାଗିଲା।